ଭକ୍ତି ଆନ୍ଦୋଳନ ହେଉଛି ସାମାଜିକ ଧାର୍ମିକ ଜୀବନ ଏକ ମହାନ ପରିବର୍ତ୍ତନ ଆଣିଥିଲା। ଭକ୍ତି ଆନ୍ଦୋଳନ ଧାର୍ମିକତା ମାନବ ମାଧ୍ୟମରେ ସାମ୍ୟ ଓ ଏକସ୍ୱରବାଦ। ଆକ୍ଚୁଆଲି ବ୍ରାହ୍ମଣ ଧର୍ମ ସେତେବେଳେ ଯେଉଁ ଥିଲା, ବ୍ରାହ୍ମଣ ଧର୍ମର ଅନେକ ବ୍ରାହ୍ମଣ ଧର୍ମରେ ବହୁ ଈଶ୍ୱରବାଦ, ବହୁ ଭଗବାନଙ୍କୁ ପୂଜା କରିବା, ବର୍ଣ୍ଣ ବ୍ୟବସ୍ଥାରେ କାଷ୍ଟିଜମରେ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ଭକ୍ତି ଧର୍ମରେ କୌଣସି ଜାତି ନଥିଲା। ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର, ବିଭିନ୍ନ ସବୁ ଦଳିତ ଅସ୍ପୃଶ୍ୟତା ବହୁତ ସମାଜକୁ କଳଙ୍କିତ କରିସାରିଥିଲା। ଭକ୍ତି ଧର୍ମ ଲୋକଙ୍କ ମଧ୍ୟରେ ନୂତନ ଚେତନା ଆଣିଦେଲା। ଏକଶ୍ୱରବାଦ, ଗୋଟେ ଈଶ୍ୱର। ବ୍ରାହ୍ମଣ ଧର୍ମରେ ଅନେକ ଈଶ୍ୱର ଥିଲେ, ବ୍ରହ୍ମା, ବିଷ୍ଣୁ, ମହେଶ୍ୱର, ବିଭିନ୍ନ ସବୁ ଦେବଦେବତା, 33 କୋଟି ଦେବତା। ଏକଶ୍ୱରବାଦର ପ୍ରଚାର କ୍ଷେତ୍ରରେ ଭକ୍ତି ଆନ୍ଦୋଳନର ଉପଲବ୍ଧି। ଏହି ଆନ୍ଦୋଳନର ସାଧୁମାନେ ଏକ ଈଶ୍ୱର। ଭକ୍ତି ଆନ୍ଦୋଳନ କିନ୍ତୁ ଏକଶ୍ୱରବାଦର ପ୍ରଚାର କରିଥିଲା। ଭକ୍ତି ଆନ୍ଦୋଳନ ଧାର୍ମିକ ଜୀବନରେ ଏକ ମହାନ ପରିବର୍ତ୍ତନ ଆଣିଥିଲା। ଏହା ମାଧ୍ୟମରେ ସେ ବିଭିନ୍ନ ସବୁ ଏକଶ୍ୱରବାଦ ପ୍ରଚାର କ୍ଷେତ୍ରରେ ଭକ୍ତି ଆନ୍ଦୋଳନ ଉପଲବ୍ଧି। ଏହି ଆନ୍ଦୋଳନର ସାଧୁମାନେ ଏକ ଈଶ୍ୱରରେ ବିଶ୍ୱାସ କରୁଥିଲେ, ଏକ ଈଶ୍ୱର ଓ ଆତ୍ମସମର୍ପଣ ବିଶ୍ୱାସ କରୁଥିଲେ। ସାଧୁମାନଙ୍କ ଉଦ୍ଦେଶ୍ୟ ଥିଲା ଜନସାଧାରଣ ଅର୍ଥାତ୍ ନିମ୍ନ ଏବଂ ଉଚ୍ଚ ଜନ ମଧ୍ୟରେ ପ୍ରାଣ ପାଇଥିବା ଲୋକମାନେ ସମସ୍ତେ ଏକ ଦେବତାଙ୍କୁ ପ୍ରେମ ଓ ଭକ୍ତି ମାଧ୍ୟମରେ ପୂଜା କରିପାରିବେ। ହିନ୍ଦୁ ଧର୍ମରେ ବିଭିନ୍ନ ଦେବଦେବତା ଥିଲା, ମନ୍ଦିର ପ୍ରବେଶ ନିଷେଧ ଥିଲା। ବିଭିନ୍ନ ସମାଜର ବ୍ରାହ୍ମଣ ଗୋଷ୍ଠୀର ଲୋକ ମନ୍ଦିର ପୂଜା କରିପାରୁଥିଲେ, ଅନ୍ୟାନ୍ୟ ଛୋଟ ଜାତିର ଲୋକ ମନ୍ଦିର ପ୍ରବେଶ ନିଷେଧ, ବିଭିନ୍ନ ସବୁ କଟକଣା ଥିଲା। ତେଣୁ ଭକ୍ତି ଧର୍ମ ଲୋକଙ୍କୁ ସୁହାଇଲା। ଭକ୍ତି ଧର୍ମ ସାଧୁମାନଙ୍କ ଉଦ୍ଦେଶ୍ୟ ଥିଲା ଯେ ଜନସାଧାରଣ ଅର୍ଥାତ୍ ନିମ୍ନ ଏବଂ ଉଚ୍ଚ ଜନ୍ମରେ ଯେ ପ୍ରାଣ ପାଇଥିବା ଲୋକମାନେ ସମସ୍ତେ ଏକ ଦେବତାଙ୍କୁ ପ୍ରେମ ଓ ଭକ୍ତି ମାଧ୍ୟମରେ ପୂଜା କରିପାରିବେ। ସାଧୁ ହେଉଥିଲେ ଭକ୍ତି ଓ ଆତ୍ମସ୍ମରଣ ପ୍ରଦାନ କରୁଥିଲେ। ଭକ୍ତି ଆନ୍ଦୋଳନର ଉପଲବ୍ଧି। ଏହି ଆନ୍ଦୋଳନ ସାଧୁମାନେ ଏକ ଈଶ୍ୱରରେ ଅଭିମୁଖୀ, ଗୋଟିଏ ଈଶ୍ୱର ଆଲ୍ଲାହ, ଭଗବାନ, ଯୀଶୁ ଆତ୍ମସମର୍ପଣ କରିଥିଲେ ନିଜକୁ। ଜନସାଧାରଣ ଅର୍ଥାତ୍ ନିମ୍ନ ଏବଂ ଉଚ୍ଚ ସମସ୍ତେ ଲୋକମାନେ ଏକ ଦେବତାଙ୍କୁ ପ୍ରେମ କରିବେ ଓ ଭକ୍ତି ମାଧ୍ୟମରେ ପୂଜା କରିପାରିବେ। ଏହାଦ୍ୱାରା ଜନ୍ମ ଓ ବର୍ଣ୍ଣଭିତ୍ତିକ ଭେଦଭାବକୁ କିଏ କେଉଁ କୁଳ ଜନ୍ମ ଓ ବର୍ଣ୍ଣ ଭେଦଭାବକୁ ଅନୁମୋଦନ କରାଯାଇନଥିଲା। ଭକ୍ତି ଧର୍ମରେ ଯେଉଁ ଶଙ୍କରାଚାର୍ଯ୍ୟ, ରାମାନନ୍ଦ, କବୀର, ଚିସ୍ତି ଭକ୍ତି ମାଧ୍ୟମରେ ପୂଜା କରିପାରିବେ। ସମସ୍ତେ ଏକ ଦେବତାଙ୍କୁ ପ୍ରେମ ଭକ୍ତି ପୂଜା କରିବେ। କୌଣସି ଜାତି, ଧର୍ମ, ବର୍ଣ୍ଣ ରହିବ ନାହିଁ। ଏ ସମସ୍ତଙ୍କୁ ଏକ ଭକ୍ତି ପଥରେ ଏକାଠି କରାଯାଉଥିଲା। ବର୍ଣ୍ଣ ବ୍ୟବସ୍ଥା ଚ୍ୟାଲେଞ୍ଜ କରିବାରେ ଭକ୍ତି ଆନ୍ଦୋଳନ ବର୍ଣ୍ଣକୁ ଦୃଢ଼ ଚ୍ୟାଲେଞ୍ଜ କରିଥିଲା। ବର୍ଣ୍ଣ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରିବାରେ ଭକ୍ତି ଆନ୍ଦୋଳନ ବର୍ଣ୍ଣକୁ ଦୃଢ଼ ଚ୍ୟାଲେଞ୍ଜ କରିଥିଲା। ଆନ୍ଦୋଳନ ବର୍ଣ୍ଣ ବିରୁଦ୍ଧରେ ହେଇଥିଲା। ଅନେକ ସାଧୁ ଯେପରି କବୀର, ଗୁରୁ ନାନକ, ଚୈତନ୍ୟ ମହାପ୍ରଭୁ, ରବି, ମୀରାବାଇ ବର୍ଣ୍ଣଭେଦକୁ ଅସ୍ୱୀକାର କରିଥିଲେ। ନୂତନ ସବୁ ସାଧୁ ବାହାରିଥିଲେ ଭକ୍ତି ଧର୍ମର, ସେମାନେ ବିରୋଧ କରିଥିଲେ। ଏହି ସାଧୁମାନଙ୍କର ଉପଦେଶ ଏହା ଥିଲା ଯେ ଉପଦେଶ ଦ୍ୱାରା ନିମ୍ନବର୍ଣ୍ଣ ଓ ମହିଳାମାନେ ଧାର୍ମିକ ଆନ୍ଦୋଳନରେ ସକ୍ରିୟ ଭାଗ ନେଇଥିଲେ। ସବୁ ମହିଳା, ଅନେକ ସମାଜର ସବୁ ଗୋଷ୍ଠୀର ଲୋକ ଭାଗ ନେଇଥିଲେ। ସୁହାଇଲା ସମାଜରେ ଭକ୍ତି ଧର୍ମ ଲୋକମାନଙ୍କୁ ସୁହାଇଲା। ଭକ୍ତି ଆନ୍ଦୋଳନ ସାମାଜିକ ଧାର୍ମିକ ପରିବର୍ତ୍ତନ। ଭକ୍ତି ଆନ୍ଦୋଳନ ବର୍ଣ୍ଣବ୍ୟବସ୍ଥା ସାମାଜିକ ଭକ୍ତି ଆନ୍ଦୋଳନ ବର୍ଣ୍ଣବ୍ୟବସ୍ଥା ଅନ୍ୟ ସାମାଜିକ ଅସମତାକୁ ଚ୍ୟାଲେଞ୍ଜ କଲା କରି ସମାନତା ଆଣିଲା, ସମାଜରେ ଏକତା ଆଣିଲା, ଏକତା ପ୍ରଚାର କରିଥିଲା। ଉଚ୍ଚ ନିଚ, ନିମ୍ନ, ଧନୀ ଗରିବ, ପୁରୁଷ ମହିଳା ସମସ୍ତେ ଏକ ଦେବତାଙ୍କୁ ଭକ୍ତି କରିପାରିଲେ ବୋଲି ମହାପୁରୁଷମାନେ ପ୍ରଚାର କରିଥିଲେ, ଉପଦେଶ ଦେଇଥିଲେ। ଏହାଦ୍ୱାରା ନିମ୍ନବର୍ଣ୍ଣ, ଅନ୍ୟାନ୍ୟ ମାର୍ଜିନାଲାଇଜ୍ଡ, ନିମ୍ନ ଶ୍ରେଣୀର, ଦଳିତ, ନିଷ୍ପେଷିତ ଗ୍ରୁପର ଧାର୍ମିକ ନିର୍ଦ୍ଦେଶନାରେ ଭାଗ ନେଉଥିଲେ। ଭକ୍ତି ଧର୍ମ ଲୋକପ୍ରିୟ ହୋଇପାରିଥିଲା। ଆନ୍ଦୋଳନ ସ୍ୱାଧୀନତା ଓ ଆତ୍ମସମର୍ପଣ ଏବଂ ସମାନତା ଦ୍ୱାରା ଏହା ନୂତନ ସାମାଜିକ ଚେତନା ଆଣିଥିଲା। ଆନ୍ଦୋଳନ ସ୍ୱାଧୀନତା, ଆତ୍ମସମର୍ପଣ ଆଉ ସମାନତା ଦ୍ୱାରା ସ୍ୱାଧୀନତା ଆଣିଥିଲା, ଆତ୍ମସମର୍ପଣ ଆଣିଥିଲା, ସମାନତା ଆଣିଥିଲା, ଏକ ନୂତନ ସାମାଜିକ ଚେତନା ଆଣିଥିଲା। ଉପସଂହାର ସାର କଥା ଭାବରେ ଭକ୍ତି ଆନ୍ଦୋଳନ ଏକ ଐତିହାସିକ ସାମାଜିକ ପରିବର୍ତ୍ତନ, ନବଜାଗରଣ, ଯେଉଁଥିରେ ଏକେଶ୍ୱରବାଦ ଏବଂ ବର୍ଣ୍ଣ ବ୍ୟବସ୍ଥାର ଭାଙ୍ଗିଲା। ଏକେଶ୍ୱରବାଦ, ଗୋଟେ ଈଶ୍ୱରଙ୍କୁ ପୂଜା ଏବଂ ବର୍ଣ୍ଣ ବ୍ୟବସ୍ଥାର ବନ୍ଧ ଭାଙ୍ଗିଲା। ପ୍ରତିରୋଧ ଦ୍ୱାରା ଭାରତୀୟ ସମାଜ ଧର୍ମକୁ ନୂତନ ଦିଗ ଦେଇଥିଲା। ଭାରତୀୟ ସୋସାଇଟି ଧର୍ମ ଗୋଟେ ନୂଆ ଦିଗ ପାଇଲା। ସମାଜରେ ଏକତା। ଆଜି ମଧ୍ୟ ବିଭିନ୍ନ ସାମାଜିକ ମୂଲ୍ୟବୋଧ, ଧାର୍ମିକ ପ୍ରଥା
ଭକ୍ତି ଆନ୍ଦୋଳନ ଏକ ଐତିହାସିକ ସାମାଜିକ ବଦଳ ଆଣିଲା, ଯେଉଁଥିରେ ବର୍ଣ୍ଣବ୍ୟବସ୍ଥା ଭାଙ୍ଗିଲା ଏବଂ ଭାରତୀୟ ସମାଜ ଧର୍ମକୁ ନୂତନ ଦିଗ ଦେଇଥିଲା। ନୂତନ ଦିଗ ଆସିଲା। ଏହାଦ୍ୱାରା ମଧ୍ୟ ବିଭିନ୍ନ ସାମାଜିକ ମୂଲ୍ୟବୋଧ, ଧାର୍ମିକ ପ୍ରଥା, ସ୍ୱାମୀ ନିବେଶ ଅନ୍ତର୍ଗତ ଅନେକ ଅଞ୍ଚଳ ଲକ୍ଷ୍ୟ କରାଗଲା।